ଆଜି ଆମେ ଶୁଣିବା ଉପେନ୍ଦ୍ର କିଶୋର ଦାସଙ୍କ ଲିଖିତ ଗୋଟେ କାହାଣୀ ଡାହାଣୀ ଆଲୁଅ। ପୁଣି ବର୍ଷା ହେଲା। ରାତି ଅନ୍ଧାର। ହଜା ନିଶବ୍ଦ ବଣଭୂଇଁ ଛାତିରେ ଭଙ୍ଗା ମାଟି ଘରଟିଏ। ବର୍ଷା କାକର ଦାଉରେ ଛଣ ଛପରତକ ତାର କେଉଁ କାଳୁ କୁଆଡ଼େ ଉଡ଼ିଗଲାଣି। କଣ୍ଟା ବଣ ଭିତରେ ଖାଲି ଗୋଟେ ଉଞ୍ଚ ଡିହ, ଆଉ ଦାଦର କାନ୍ଥ କେତେପଟ। ବତାସ ଦାଉରେ ସେତକ ବି ଏଇ ଲାଗେ ପଡ଼ିଯିବ ସତେକି। ଘଡ଼ିକ ପରେ ବର୍ଷା ଥମି ଆସିଲା। ଅଙ୍ଗାର ବୋଳା ରଙ୍ଗ ଦେହରେ ବିଜୁଳି ଝକମକ ମାରି ବତାସ ଝପଟିଗଲା ଗଜା ଧାନ ଗଛ ମେଳରେ ଚହଳ ପକେଇ ଦେଇ। ଘର ପଛପଟ ଝଙ୍କା ବରଗଛ ଭିତରୁ ଜିଅନ୍ତା ଅନ୍ଧାର ଖଣ୍ଡକ ପରି ଗୋଟାଏ ବାଦିରି ଉଡ଼ି ଆସି ଆଉ ଗୋଟିଏ ଗଛରେ ଝୁଲିଲା। ଡେଣା ଝାପଟରେ ତାର ଗଛ ତଳେ ଟପଟପ ହୋଇ ବର୍ଷି ହୋଇଗଲା ଆଉଥରେ। ବିଲ ଗହରି ଆରପାଖେ ମଶାଣି ଦଣ୍ଡାରେ ସେତିକିବେଳେ ଗୋଟେ ବଡ଼ ଆଲୁଅ ମଶାଲ ପରି ଦପଦପ ହୋଇ ଜଳି ଉଠି ସେଇ ବରଗଛ ତଳଯାଏ ଆସିଲା। ତାପରେ ହଠାତ୍ ଲିଭିଗଲା। ଗଛ ଉପରେ ବାଦିରିଟି ଚମକି ପଡ଼ି କହିଲା, କିଏ? ଦଣ୍ଡକେ ଆଲୁଅଟା ପୁଣି ଜଳି ଉଠିଲା ଦାଉ ଦାଉ ହୋଇ। କହିଲା, ସେଇ। କିଏ? ମୁଁ ତ ଚିହ୍ନି ନାହିଁ। ଚିହ୍ନି ନାଉ? ଆଲୁଅ ହସିଲା। ଏଇ ଘର ପାଖ ବରଗଛରେ ଅଛୁଟି? ଅନେକ ଦିନ ଆଗେ ଏ ଘରେ କିଏ ଥିଲା ଜାଣିନାଉ କିଛି? ନା, 4 ମାସ ହେଲା ଜମା ମୁଁ ଏଠିକି ଆସିଛି। 4 ମାସ ମୋଟେ? ତେବେ ଆଉ ଜାଣିବୁ କୁଆଡ଼ୁ? ସେ ଢେର ଦିନର କଥା। ବୋଧହୁଏ 3 କି 4 ବର୍ଷ ହେଲାଣି। ଏ ଘରେ ସେତେବେଳେ ଥିଲୁ ମୁଁ ଆଉ ମୋର ସ୍ୱାମୀ। ସଂସାରରେ ଦୁଃଖ କ'ଣ ଦିନକ ପାଇଁକି ଜାଣିନଥିଲି ତାଙ୍କ ଲାଗି। କିନ୍ତୁ ଦଣ୍ଡକେ କ'ଣ ହୋଇଗଲାଟି? ଆଲୁଅଟା ଥରେ ଥରି ଉଠି ମିଞ୍ଜି ମିଞ୍ଜି ହୋଇ ଆସିଲା। ଦଣ୍ଡେ ଗଲା। ପୁଣି କହିଲା, ଆଜିକାଲି ଭାବିଲେ ସ୍ୱପ୍ନ ପରି ଲାଗେ ସେ କଥା ସବୁ। ସେ ଅବସ୍ଥାରେ ବି ଛାତି ମନ୍ଥି ହୋଇଯାଏ କାନ୍ଦରେ। କିନ୍ତୁ ଛାଡ଼ ସେ କଥା। ନୂଆ କରି ସେ ଦୁଃଖ ଡାକି ଆଣିବାକୁ ମୋର ଆଉ ମନ ନାହିଁ। ବାଦିରିଟି କେଁ କେଁ ହୋଇ ଗଛ ତଳ ଡାଳକୁ ଆହୁରି ଓହ୍ଲାଇ ଆସିଲା। କହିଲା, ନାଇଁ କୁହ କୁହ ସେ କଥା। ଶୁଣିବାକୁ ମୋର ଭାରି ମନ ହଉଛି। ଶୁଣିବୁ? ହଉ ତେବେ ଶୁଣ। ଆଲୁଅ ଆରମ୍ଭ କଲା। ଢେର ଦିନ କଥା ହୋଇଗଲାଣି। ଏଇକ୍ଷଣା ଏମିତି କାନ୍ଥରା ବଣ ହୋଇଯାଇଛି ସିନା ଏ ଘର ଦିନେ ପୁଣି ଲୋକ ଗହଳରେ ଖାଲି ହସୁଥିଲା ମୁଁ ଯେତେବେଳେ ପ୍ରଥମେ ଏଠିକି ଆସେ। ସ୍ୱାମୀ ମୋର କାହିଁକି କେଜାଣି କଟକରୁ ପଢ଼ା ଛାଡ଼ି ଦେଇ ଘରେ ଆସି ବସିଥିଲେ। ନିମିତ୍ତ ଘର ପରେ ଆଉ ସେ କଟକକୁ ଯାଇନାହାନ୍ତି। ସେ କଥା ସେଇ ପ୍ରଥମ ରାତି କଥା ମନରୁ ପାସୋରି ଯିବ ନାହିଁ କେବେ। ଦୂର ସମ୍ପର୍କରେ ଜଣେ ନଣନ୍ଦ ହେବେ ସେ। ମତେ ଯେତେବେଳେ ଆଣି ଏଇ ଘରର ଗୋଟିଏ ବଖରା ଭିତରକୁ ପେଲି ଦେଇ ବାହାର କବାଟ କିଳିଦେଲେ। ଘର ଭିତରେ ଗୋଟାଏ କୋଣରେ ପିତ୍ତଳ ଦୀପଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି। ଘର ମଝିରେ ଖଣ୍ଡେ ଅଣଓସାରି ଖଟ ଉପରେ ବିଛଣା ପରା। କବାଟ ପାଖରେ ଠିଆ ହୋଇ ସରମ ସଙ୍କୋଚରେ ଦିହ ଗୋଟାକ ମୋର ଝାଳରେ ବୁଡ଼ିଗଲା। ସ୍ୱାମୀ ଖଟ ଉପରେ ଶୋଇଥିଲେ, କାନ୍ଥ ଆଡ଼କୁ ମୁହଁ କରି। ପାଇଯୋଡ଼ା ଝମଝମ ଶୁଣି ଫେରି ଚାହିଁଲେ। ତାପରେ ଖଟରୁ ଉଠି ଆସି ମୋ ହାତ ଧରି ଡାକିଲେ, ଆସ। ବରଡ଼ା ପତ୍ର ପରି ଥରୁଥାଏ ମୋ ହାତ ଦିଟା ତାଙ୍କ ହାତ ଭିତରେ ସେତେବେଳେ। ଦଣ୍ଡେ ଗଲା। ଦୁହେଁ ଯାକ ଚୁପଚାପ। ହାତକୁ ମୋର ଖୁବ୍ ଜୋରରେ ଚିମୁଟି ଦେଇ ସେ ହସିଲେ ଆଉ କହିଲେ, ଆହା, ଲାଜବତୀ ଲତା। 2 ବର୍ଷ ଆଗରୁ ମୋରି ଆଗରେ ପରା ଘୋଡ଼ା ପରି ଡେଉଁଥିଲ ବାପଘରେ ତମର। ଲାଜ ମାଡ଼ୁନାହିଁ ଆଜି ଏତେ ଛଇ ହେବାକୁ? ମନେ ମନେ ହସିଲି। ସତରେ ତ, ପିଲାଟି ଦିନୁ ମୁଁ ଦାସଭାଇ ବୋଲି ପାଣି ପିଉନଥିଲି ୟାଙ୍କ ପାଇଁ। ଏ ପୁଣି ମତେ ବାହା ହୋଇ ବସିବେ ଏକଥା କିଏ ଜାଣିଛି? ଟାଣି ଟାଣି ସେ ମତେ ଖଟ ପାଖକୁ ନେଇ ଶୁଆଇ ଦେଲେ। ଓଢ଼ଣା କାଢ଼ି ଦେଇ ମୁହଁକୁ 2 ହାତରେ ଟେକିଧରି ଡାକିଲେ, ରତି। ଜବାବ ଦେଲି ନାହିଁ ଲାଜରେ। ସେ ପଚାରିଲେ, କଥା କହିବୁ ନାହିଁ ମତେ? ତଥାପି କିଛି କହିଲି ନାହିଁ। 2ଟା ବର୍ଷରେ କ'ଣ ଏତେ ପର ହୋଇଗଲି ତୋ ପାଖେ? କଥା ପଦେ କହିବୁ ନାହିଁ? ହଉ ତେବେ ମୁଁ ଯାଉଛି। ସେ ଖଟ ଉପରୁ ଉଠିଲେ ଘର ଛାଡ଼ି ଚାଲିଯିବାକୁ। ବାଧ୍ୟ ହୋଇ କହିଲି, କ'ଣ କହିବି? ସୁଖରେ ତାଙ୍କ ମୁହଁ ପୂରି ଉଠିଲା। ଖଟ ଉପରେ ବସି 2 ହାତରେ ମତେ ତାଙ୍କ ଗୋଡ଼ ପାଖକୁ ଟାଣି ନେଇ କହିଲେ, 2 ବର୍ଷ ତଳ କଥା ମନେ ପଡ଼ୁଛି ତୋର ରତି? ଖରାବେଳେ ଦିନେ ତମ ଭାଉଜ ଆମ ଦିହିଁକି ଗୋଟେ ଘରେ ପୂରାଇ କବାଟ ଲଗାଇ ଦେଇଥିଲେ ଥଟ୍ଟାରେ ଥରେ। ସେହିଦିନୁ ଜାଣିଲି ତତେ ପାଇବା ଆଶା ଏମିତି ଅସମ୍ଭବ ନୁହେଁ ମୋ ପକ୍ଷରେ। ତା ଆଗରୁ ତମ ଘରେ ତ କେହି ରାଜି ହେଉନଥିଲେ ମୋ ସାଙ୍ଗେ ତତେ ବାହା ଦେବାକୁ। ଲାଜ ସଙ୍କୋଚ ଅନେକ କମି ଆସିଲା ତାଙ୍କ କଥାରେ। କହିଲି, ବୋଉର କିନ୍ତୁ ମନ ଥିଲା ଭାରି। ମୁଁ ସେ କଥା ବୁଝୁଥିଲି। ତା ନହେଲେ ଆମ ବୃନ୍ଦାବନ ତୋ ସାଙ୍ଗେ ବାହା ହେବା କଥା ଯେଉଁଦିନ ତମ ବାପା ମତେ କହିଲେ ତମ ଘରକୁ ଯିବା ସେଇଦିନୁ ମୋର ସରିଯାଇଥାନ୍ତା। ମୁଁ କହିଲି, ସଂସାରରେ କନ୍ୟା ତମକୁ ଅପୂର୍ବ ହୋଇନଥାନ୍ତେ। ସେ ହସିଲେ। କହିଲେ, ମିଳିଥାନ୍ତେ ପରା, କିନ୍ତୁ କାହା ପାଇଁ ଆଜି ଯାଏ ମୁହଁରେ ଧରି ନଥିଲି ସେ କଥା। ଲଜ୍ଜା ଆଉ ଆନନ୍ଦରେ ଉଲୁସି ଉଠି କହିଲି, ମୁଁ ଜାଣେ। ପାଗଳଙ୍କ ପରି ସେ ମତେ ଛାତି ଭିତରେ ଭିଡ଼ି ଧରି କହିଲେ, ମୋ ଭାଗ୍ୟ ରତି। ଜୀବନରେ ସବୁଠୁ ବଡ଼ ଗୁହାରି
ଭଗବାନ ମୋର ଶୁଣୁଛନ୍ତି। ଆଜି ଏତେ ପାଖରେ ତତେ ପାଇ ତେବେ ବି କେମିତି ବିଶ୍ୱାସ ହେଉନାହିଁ ମୋର ପାଇଛି ବୋଲି। ଏଇ ଯାଏ କହି ଆଲୁଅ କ'ଣ ଟିକେ ଭାବି ତୁନି ହେଲା। ଗଛ ଉପରୁ ବାଦିରି ପଚାରିଲା, ହଁ ସେଉଠୁ? ଆଲୁଅ ପୁଣି ଆରମ୍ଭ କଲା। ପ୍ରାୟ ବର୍ଷେ ଚାଲିଗଲା ଏଥି ଭିତରେ, କିନ୍ତୁ ସେଇ ଦିନଟା ବିଶେଷ କରି ମୋ ଜୀବନ ଭିତରେ ମନେ ରଖିବା ଭଳି। କାହିଁକିନା ସେଇ ପହିଲି ଦିନ ମୁଁ ଜାଣିପାରିଲି ସେ ମୋତେ କେତେ ଭଲ ପାଆନ୍ତି। ସ୍ୱାମୀ ଆଉ ଗୋଟିଏ ଆଈ ଶାଶୁ, ଏଛଡ଼ା ଏ କୂଳରେ ମୋର ଆଉ କେହି ନଥିଲେ। ଆଈ ଶାଶୁଙ୍କୁ ପୁଣି ଭଲ ଦିଶେ ନାହିଁ। ମୋତେ ସେଥିପାଇଁ ନୂଆ ବୋହୂର ଲାଜ ଛାଡ଼ି ସବୁ କାମ କରିବାକୁ ହେଲା ସେଇ ଦିନଠୁ। ସେ ବି ଆଉ ମୋତେ ଛାଡ଼ି କଟକ ଗଲେ ନାହିଁ। ଯେମିତି ଆଖିରୁ ଦଣ୍ଡେ ଅନ୍ତର କରି ସେ ଚଳିପାରିବେ ନାହିଁ କେଉଁଠି। ଶୋଇବା ଘରଟିରେ ସକାଳୁ ସଞ୍ଜ ଯାଏ ମୁହଁ ଚାହାଁଚଇଁ ହୋଇ ଦୁହେଁଯାକ ବସିଥାଉଁ। କେତେ ଦେଶର କେତେ ଆଶ୍ଚର୍ଯ୍ୟ କଥା ପଡ଼େ। ଗପୁ ଗପୁ ସଞ୍ଜ ହୋଇଯାଏ, ଆମ କଥା ସରେ ନାହିଁ। ଦିନେ ଏମିତି ସେଦିନ ଭାରି ବର୍ଷା। ସେ କୁଆଡ଼େ ଯାଇଥିଲେ। ଦାଣ୍ଡ ପିଣ୍ଡାରେ ଠିଆ ହୋଇ ଚାହିଁଛି ଦିଗବୁଡ଼ା ବିଲ ଅସରନ୍ତି ଭିତରେ ବର୍ଷା ପବନରେ ଲୁଚକାଳି ଖେଳ ଆଡ଼କୁ। ସେ ପଛରୁ ଆସି ମୋ ଆଖି ବନ୍ଦ କରି ଧରିଲେ। ଚମକି ପଡ଼ି କହିଲି, ମୁଁ ଜାଣେ। ପଚାରିଲେ, କିଏ? ସେଇ। ନା, ନ କହିଲେ ଛାଡ଼ିବି ନାହିଁ। ହସ ମାଡ଼ିଲା କଥା ଶୁଣି। କହିଲି, ମୁଁ ଜାଣେ ନାହିଁ, ଯା। ଆଖି ଛାଡ଼ି ମୋ କାନ୍ଧ ଉପରେ ହାତ ରଖି ସେ କେତେ ସରଧାରେ ଡାକିଲେ, ରତି। ଏତେବେଳେ ଯାଏ ଭାରି ମନ କ'ଣ ହେଉଥିଲା ପରା, କାହାକୁ ନ ଦେଖି। ସେ ହସିଲେ ମୋ ଆଡ଼େ ଚାହିଁ। ଭାରି ଲାଜ ମାଡ଼ିଲା। ସେ କଥା ଗୋଳେଇ ଦେବାକୁ ପଚାରିଲି, କୁଆଡ଼େ ଯାଇଥିଲ କି ଆଜି? କହିଲେ, ଆମ ଜମିଦାର ଘରକୁ। ଅନେକ ଦିନ ପରେ ଆମ ବୁଢ଼ା ଜମିଦାରଙ୍କ ପୁଅ ବୃନ୍ଦାବନ ଆସିଛି। ଭାବିଲି ଦେଖା କରିଆସେ ଟିକେ। ବୃନ୍ଦାବନ? ଏ ସେଇ ବୃନ୍ଦାବନ ନୁହେଁ ତ ଯାହା ସଙ୍ଗେ ଏଥି ଆଗରୁ ମୋ ବାହାଘର ସବୁ ଥୟ ହୋଇଯାଇଥିଲା? ଆଶ୍ଚର୍ଯ୍ୟ ହୋଇ ସେ ମୋ ମୁହଁକୁ ଚାହିଁଲେ। କହିଲେ, ଏତେ ଜଲ୍ଦି ଭୁଲିଗଲଣି? 2 ବର୍ଷ ତଳେ ମୁଁ ଆଉ ବୃନ୍ଦାବନ ପରା ସାଙ୍ଗ ହୋଇ ତମ ଘରକୁ ଯାଇଥିଲୁ। ତୋ ସଙ୍ଗେ ପୁଣି ତାର ବାହାଘର ପ୍ରସ୍ତାବ ଚାଲିଥିଲା, ମନେ ନାହିଁ? ମୁଁ କହିଲି, ହଁ, ମନେ ପଡ଼ିଲା। ଆଗେ ଆମ ଘରକୁ ଆସୁଥିଲା ବରାବର ଯେବେ ସେ ଗାଁକୁ ଆସେ। ଆଉ ମୋ ବାହାଘର ପରେ ଆସିନାହିଁ। ସେ କହିଲେ, ଦିନେ ତୋ ନାଁ କହି ଡାକି ଆଣିବି ତାକୁ। ମୁଁ କହିଲି, ନାଇଁ ନାଇଁ, ମୋ ନାଁ କାହିଁକି କହିବ? ଛି ଛି, ତମେ ତମର ଡାକି ଆଣିବ। ଆଚ୍ଛା ହଉ କହି ସେ ଲୁଗା ପାଲଟିବାକୁ ଘର ଭିତରକୁ ଚାଲିଗଲେ। ଭିତର ଘରୁ ଟୋକେଇଟା କାଢ଼ି ପରିବା ବନେଇ ବସିଲି ରାତି ପାଇଁ। ଦିନେ ସତରେ ସେ ବୃନ୍ଦାବନକୁ ଡାକି ଆଣିଲେ। ସଞ୍ଜବେଳେ ବିଛଣା ପକାଇବାକୁ ଘର ଭିତରକୁ ଯାଇଛି, ବାହାରେ କାହାର ପାଟି ଶୁଭିଲା। ଚାହିଁଲି, କବାଟ ପାଖେ ସେ ଆଉ ବୃନ୍ଦାବନ। ମୋତେ ଦେଖି ବୃନ୍ଦାବନ ଦୁଆର ମୁହଁରୁ ଟିକେ ଘୁଞ୍ଚିଗଲେ। ଓଢ଼ଣା ପକାଇ ମୁଁ ତରବରରେ ସେ ଘରୁ ପଳେଇଗଲି। ଘର ଭିତରେ ତାଙ୍କ ତୁଣ୍ଡ ଶୁଭୁଥାଏ। ଜଳା କବାଟ ପାଖେ ଚାହିଁଲି। ଏଇ ସେ ବୃନ୍ଦାବନ, ବରଷ 2ଟାରେ ଏତେ ବଦଳି ଗଲେଣି ନା? ଆଗ ପିଲାଳିଆ ଚେହେରା ଆଉ ନାହିଁ। ଏଇକ୍ଷଣି ଯେମିତି ପୁରା ବାବୁ। ତାଙ୍କ ସାଙ୍ଗେ ସେ ଗପ କରୁ କରୁ କହିଲେ, ଆଜିକାଲି ତୁ ତ ଖୁଦ୍ ଜମିଦାର। ଗରିବ ଘରେ ବସିବୁ ବୋଲି କହିବାକୁ ବି ଲାଜ ମାଡ଼ିଲାଣି ଏଣିକି। ବୃନ୍ଦାବନ କହିଲେ, କେତେ ଥଟ୍ଟା କର ତମେ ଦାସ ଭାଇ। ଏଇ ଘରେ ପିଲାଟି କାଳରୁ ମୁଢ଼ି ଚୂଡ଼ା ଖାଇ ଖାଇ ପରା ଏ ଦେହରେ ଅଧା ରକ୍ତ ହୋଇଥିବ। ସେ କଥା କ'ଣ ଭୁଲିଗଲଣି ଏତେ ଜଲ୍ଦି? ବୃନ୍ଦାବନ ଅହିଷ୍ଣୁଷ୍ଣ ହୋଇ କହି ଉଠିଲେ, ଫେର୍ ଯଦି ଜମିଦାର ଜମିଦାର ହେବ ଆଉ ଆସିବି ନାହିଁ ଏଠିକି ଜାଣିଥା। ସେ ହସିଲେ। କହିଲେ, କୋଉ ଏବେ ଆଜି ଯାଏ ଆସୁଥିଲୁ? ଡାକିଲାଠୁ ସିନା ଆସିଲୁ। ତଳକୁ ମୁହଁ ପୋତି ବୃନ୍ଦାବନ କହିଲେ, ନାଇଁ ନାଇଁ, କାମଦାମ ଗହଳିରେ ଆସିପାରିନଥିଲି। ଏଣିକି ବରାବର ଆସିବି। ଖିଡ଼ିକି ପାଖେ ଅଜାଣତରେ କେତେବେଳେ ମୋ ହାତ କାଚ ବୋଧ ହୁଏ ଟିକେ ବାଜି ଉଠିଥିବ। ବୃନ୍ଦାବନ ମୁହଁ ଫେରାଇ ଖିଡ଼ିକି ଆଡ଼େ ଟିକେ ଚାହିଁଲେ। ତାପରେ ହଠାତ୍ ଉଠି କହିଲେ, ଆଜି ଯାଉଛି ଦାସ ଭାଇ, କାମ ଅଛି, ଆଉ ଦିନେ ଆସିବି। ଆଗରେ ଆଲୁଅ ଦେଖାଇ ସେ ପଦାକୁ ଆସିଲେ। ତାଙ୍କ ପଛେ ପଛେ ବୃନ୍ଦାବନ। ଘରୁ ବାହାରିଲା ବେଳେ କାହିଁକି କେଜାଣି ବୃନ୍ଦାବନ ଏଆଡ଼େ ସେଆଡ଼େ ଥରେ ଚାହିଁଲେ। ତାପରେ ପିଣ୍ଡାରୁ ଓହ୍ଲାଇ ଦଣ୍ଡକ ଭିତରେ ଗଛ ଗହଳି ଭିତରେ ଆଢ଼ୁଆଳ ହୋଇଗଲେ। ବୃନ୍ଦାବନକୁ ଖଣ୍ଡେ ଦୂର ବଦଳାଇ ଦେଇ ସ୍ୱାମୀ ଫେରିଆସିଲେ। ପିଣ୍ଡା ଖୁଣ୍ଟକୁ ଆଉଜି ସେତେବେଳେ ଯାଏ ଠିଆ ହୋଇଥାଏ ମୁଁ ତାଙ୍କୁ ଚାହିଁ। ପାଖକୁ ଆସି ସେ ପଚାରିଲେ, ଦେଖିଲୁ ବୃନ୍ଦାବନକୁ? ଅନ୍ୟ ଆଡ଼େ ମନ ଥିଲା ପରି ଖାଲି କହିଲି, ହଁ। ସେ କହିଲେ, ଭାରି ଭଲ ପିଲାଟିଏ, ନୁହେଁ? ମୁଁ କହିଲି, କେଜାଣି, ହେଇଥିବ। ତହିଁ ଆରଦିନ ବୃନ୍ଦାବନ ପୁଣି ଆସିଲେ ଆମ ଘରକୁ ବୋଲି। ଦାଣ୍ଡ ଘରେ ତାଙ୍କୁ ବସାଇ ସ୍ୱାମୀ ମୋତେ ପଚାରିଲେ, ମା କେଉଁଠି? ମୁଁ କହିଲି, ପୂଜା କରୁଛନ୍ତି ଆର ଘରେ। କାହିଁକି? ବୃନ୍ଦାବନ ଖୋଜୁଛି, ଦେଖା କରିବ। ବୃନ୍ଦାବନକୁ ଡାକିବାକୁ ସେ ଚାଲିଗଲେ। ମାଙ୍କ ସାଙ୍ଗେ ଦେଖା କରି ଫେରିଲା ବେଳେ ଆଡ଼ ହୋଇ ମୁଁ ଘର ଭିତରକୁ ପଶିଗଲି। ପିଣ୍ଡାରେ ବୃନ୍ଦାବନ ମୋତେ ଦେଖିପାରି ପଚାରିଲେ, ସେ କିଏ ରତିନା ଦାସ ଭାଇ? ସେ କହିଲେ, ହଁ।
ମଲା ମତେ ପୁଣି ଏତେ ଲାଜ? ସେଦିନ ମୋରି ଆଗରେ ଲଙ୍ଗଳା ହୋଇ ଡେଉଁଥିଲା ପରା। ଆଜି ପୁଣି ଭାଉଜ ଆସନ ଦଖଲ କରି ବସିଲାଣି। ଲାଜ ଛାଡ଼ୁନାହିଁ ତଥାପି। ସେଇଠୁ ମତେ ଲକ୍ଷ୍ୟ କରି ବଡ଼ ପାଟିରେ ବୃନ୍ଦାବନ କହିଲେ, ମୁଢ଼ି ଆଉ ନଡ଼ିଆ, ବୁଝିଲ ଭାଉଜ ବୋଉ? ଆଜି ନ ଖାଇଲେ ତମ ଶ୍ରୀହସ୍ତରୁ ମୁଁ ଉଠୁନାହିଁ ଏଠୁ, ଜାଣିଥା। ଥାଳି ଗୋଟାକରେ ମୁଢ଼ି ଆଉ ନଡ଼ିଆ ସଜାଡ଼ି କବାଟ ଯାଏ ଗଲି। ଯୋଉ ଘରେ ସେମାନେ ବସିଥିଲେ। ଭିତରକୁ ଯିବାକୁ କେମିତି ଭାରି ଲାଜ ମାଡ଼ିଲା। ଘର ଭିତରୁ ସ୍ୱାମୀ ଡାକିଲେ, କାହିଁ ଆସିଲ? ବୃନ୍ଦାବନ ଏଣେ ଅଥୟ ହେଲାଣି। ମୁଣ୍ଡରେ ଲୁଗା ଟିକେ ଟାଣି ଦେଇ ଘର ଭିତରକୁ ଗଲି। ମୋ ଆଡ଼କୁ ଚାହିଁ ହସି ହସି ବୃନ୍ଦାବନ କହିଲେ, ଏତେ ପର ହୋଇଗଲି ମୁଁ, ମତେ ଚିହ୍ନି ପାରୁଛୁ ନା? କିଛି ଜବାବ ଦେଲି ନାହିଁ। ସ୍ୱାମୀ କହିଲେ, ମଲା, ବୃନ୍ଦାବନଟାକୁ ଏତେ ଲାଜ ପଡ଼ିଛି? ବୃନ୍ଦାବନ ପୁଣି ପଚାରିଲେ, ମତେ ମନେ ପଡ଼ୁଛି? ବାଧ୍ୟ ହୋଇ କହିଲି, ହଁ। କାହିଁ କିଛି ତ ପଚାରିଲ ନାହିଁ? କ'ଣ ପଚାରିବି? ବାପା ହେରିକା ତମର କେମିତି ଅଛନ୍ତି? ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼େ ଚାହିଁଲି। ସେ କହିଲେ, ଆଉ ମୁଁ ତୁମକୁ ଏଣିକି ଭାଉଜ ବୋଲି ଡାକିବି ନା ସେଇ ରତି ବୋଲି ଡାକିବି? ବୃନ୍ଦାବନ ବଡ଼ ପାଟି କରି ହସି ଉଠିଲେ। ମଲା ଯା, ନିଆଁ ଲଗା ବିରାଡ଼ିଟା ଭିତର ଘରକୁ ପଶିଲାଣି। ଏହା କହି ମୁଁ ସେଠୁ ପଳେଇ ଆସିଲି। ସେଇଦିନଠୁ ବୃନ୍ଦାବନ ପ୍ରାୟ ସବୁଦିନ ଆସନ୍ତି ଆମ ଘରକୁ। ଆସିଲେ ମୋ ସାଙ୍ଗେ ଥଟ୍ଟା ନକଲ ହେବା ଯେମିତିକା ତାଙ୍କର ଗୋଟେ କାମ ହେଇଛି। ମତେ କିନ୍ତୁ କାଠ କାଠ ଲାଗେ କେମିତି ଆଗପରି ତାଙ୍କ ସଙ୍ଗେ ସହଜ ଭାବରେ ମିଶିବାକୁ। କିନ୍ତୁ ସେ କ'ଣ ଛାଡ଼ିବା ଜନ୍ତୁ? ଏମିତି କଥା ପଦେ ପଦେ ପଚାରି ବସନ୍ତି ଯେ ଜବାବ ନ ଦେବାକୁ ବାଟ ନଥାଏ। ସ୍ୱାମୀ ଦିନେ ଦିନେ ଟିକେ ବିରକ୍ତ ହୁଅନ୍ତି। କୁହନ୍ତି ଯେ ଏତେ ଲାଜ କରୁଛି ତତେ କ'ଣ ଭଲ ଲାଗୁଛି ତା ସଙ୍ଗେ ଦୁଇଗୁଣ ହବାକୁ? ମୋ ଉପରେ କି ତାଙ୍କ ଉପରେ ବିରକ୍ତ ହୋଇ ସେ ଏକଥା କହନ୍ତି ମୁଁ ବୁଝିପାରେ ନା। କିନ୍ତୁ ଆଜି ଭାବୁଛି କେଡ଼େ ଉଚିତ ଥିଲା ମୋର ସେତିକି ବେଳେ ସେ କଥା ବୁଝିପାରିବା। ଜୀବନ ଭରି ଏ ଦୁଃଖ ଗଞ୍ଜଣା ତାହା ହେଲେ ମୋତେ ଆଉ ସହିବାକୁ ପଡ଼ିନଥାନ୍ତା। କିନ୍ତୁ କ'ଣ ହେବ? ସୁଖ ସୌଭାଗ୍ୟର ଦିନ ତ ମୋର ସରି ଆସିଥିଲା ତାଙ୍କ ହିସାବରେ, ଯିଏ ଦିନ ରାତି କରୁଛନ୍ତି। ଦିନେ ସକାଳେ ମେଘ ଛାଡ଼ି ଯାଇ ସେଦିନ ଗଛପତ୍ର ଦିହରେ କ'ଣ ସୁନେଲି ତବକ ଜଡ଼ିଯାଇଛି। ଅଗଣାରେ ବିଛଣା ତକିଆ ଖରାରେ ଦଉଛି। ଘର ଭିତରୁ ସେ ଡାକିଲେ, ରତି। ତରତରରେ ସେଜ ତକିଆ ମେଲାଇ ଦେଇ ଘର ଭିତରକୁ ଆସିଲି। ଖଟ ଉପରେ ସେ ବସିଥିଲେ। ବେଶ୍ ଟିକେ କାମ ଅଛି। ପାଖରେ ଯାଇ ବସିଲି। ମୋର ଗୋଟିଏ ହାତ ତାଙ୍କ କୋଡ଼ ଉପରକୁ ଟାଣି ନେଇ ସେ କହିଲେ, ଏତେ ଦିନ ତ ଦୁଃଖ କଷ୍ଟରେ ଚଳିଗଲା, ଏଣିକି କ'ଣ ହବ? ଆଶ୍ଚର୍ଯ୍ୟ ହୋଇ ପଚାରିଲି, କ'ଣ ଚଳିଗଲା? ଆମରି ଘର କଥା କହୁଛି। ମୁଁ ତ ବର୍ଷେ ହେଲା ଗାଁରେ ଆସି ବସିଲି। କଟକରେ ଥିଲେ ଚାକିରି ବାକିରି ଖଣ୍ଡେ କେଉଁଠୁ ଦେଖିଥାନ୍ତି ଅବା। ଘରେ ବସି ଖାଇଲେ କେତେ ଦିନ ଯିବ? ଜମିବାଡ଼ି ଗୁଡ଼ାଏ ସେମିତି ଥାଆନ୍ତା ଭଲା, ପେଟ ପାଇଁ ଭାବନା ପଡ଼ନ୍ତା ନାହିଁ। ଏଣିକି କେଉଁଠୁ ରୋଜଗାରର ଫନ୍ଦା ନ ଦେଖିଲେ ଚଳିବ କୁଆଡ଼ୁ? ତେବେ କ'ଣ କଟକ ଯିବ? ଡରି ଡରି ପଚାରିଲି। ତଳକୁ ମୁହଁ ପୋତି ସେ ଆସ୍ତେ ଆସ୍ତେ କହିଲେ, ତା ଛଡ଼ା ଆଉ ଉପାୟ କ'ଣ? ଭୟରେ ଛାତି ଭିତର କ'ଣ ହୋଇଗଲା ମୋର ସେ କଥା ଶୁଣି। ଗଳାକୁ ତାଙ୍କର ଦି ହାତରେ ବେଢ଼ାଇ ଧରି ବିକଳ ହୋଇ କହି ପକାଇଲି, ନାଇଁ ନାଇଁ, ତମେ କଟକ ଯାଆନା, ମୁଁ ମରିଯିବି ତାହେଲେ। ତାଙ୍କ ଛାତିରେ ମୁହଁ ଲୁଚାଇ ଝରଝର ହୋଇ କାନ୍ଦି ପକାଇଲି। କେଡ଼େ ସରଧାରେ ସେ ମୋ ମୁହଁକୁ ଟେକି ଧରି କାନିରେ ଲୁହ ପୋଛିଦେଲେ। ହସି ହସି କହିଲେ, ମୁଁ କ'ଣ ସତରେ କଟକ ଚାଲିଯିବି ତତେ ଛାଡ଼ି? ତଥାପି ସନ୍ଦେହ କରି ପଚାରିଲି, ଆଉ ଏଇକ୍ଷିଣା କହିଲ? ମିଛରେ ସେମିତି କହୁଥିଲି ନା? ତେବେ ବୃନ୍ଦାବନ ଦିନେ ମତେ କହୁଥିଲା ଜମିଦାରୀ ଶିରସ୍ତାରେ ଏଇଠି ଖଣ୍ଡେ ଚାକିରି ଦେବ। ଆଗ୍ରହରେ କହି ପକାଇଲି, ହଁ ହଁ, ସେଇଠି ଚାକିରି କର, ଭଲ ହବ। ମତେ ଛାଡ଼ି ଆଉ କଟକ ଫଟକ ପଳାଅନା। ସେ କହିଲେ, ଆଜି ସଞ୍ଜ ଚଳେ ଆସିବ ସେ। ମୁଁ ବୁଝି କରି କହିବି ବୋଲି କହିଛି ତାକୁ ଚାକିରି କଥା। ତହିଁ ଆର ଦିନ ସତରେ ସେ ଚାକିରି ପାଇଲେ। ବେଳ ଘଡ଼ିକଠୁ ଖାଇ ପିଇ ସେ ଚାଲିଯାଆନ୍ତି ବରାବର। ସଞ୍ଜବେଳେ ଯାଇ ଫେରନ୍ତି ଘରକୁ। ଦିନେ ଦିନେ ରାତି ହୋଇଯାଏ ଅନେକ। ଆକୁଳ ଅପେକ୍ଷାରେ ଚାହିଁ ଚାହିଁ ସେଦିନ ଆଖିରୁ ପାଣି ମରେ। ଦିନେ ଖରାବେଳଠୁ ସେଦିନ ଭାରି ମେଘ ଉଠାଇଥାଏ। ସେ ଘରେ ନଥିଲେ। ଖଟ ଉପରେ ପଡ଼ି ପଡ଼ି ଶୋଇବାକୁ ଚେଷ୍ଟା କରୁଛି। ଦୁଆର ମୁହଁ ପାଖେ ପାଟି ଶୁଭିଲା। ଚାହିଁ ଦେଖିଲି ବୃନ୍ଦାବନ। ଧଡ଼ପଡ଼ ହୋଇ ଖଟ ଉପରେ ଉଠି ବସିଲି। ସେ ମୋ ପାଖକୁ ଆସି ହସି ହସି ପଚାରିଲେ, ନିଦ ମାଡ଼ୁନାହିଁ ପରା ଶୋଇ ଶୋଇ? ମୁଁ କହିଲି, ନାହିଁ। କେମିତି ଲୋକ ସେ କେଜାଣି କହୁ କହୁ ଆସି ଖଟ ଉପରେ ମୋ ପାଖଟାରେ ବସି ପଡ଼ିଲେ। ପଚାରିଲେ, ବଡ଼ମା କାହାନ୍ତି? ସେଦିନ କାହିଁକି ଭାରି ଡର ମାଡ଼ିଲା ତାଙ୍କ ବ୍ୟବହାର ଦେଖି। କହିଲି, ସେ ଶୋଇଛନ୍ତି। ଦଣ୍ଡେ ଗଲା। ସେ ଆଗେ କଥା କହିଲେ। ଡାକିଲେ, ରତି। 2 ବର୍ଷ ତଳ କଥା ମନେ ପଡ଼େ ତୋର? ସେଦିନ ଏମିତି ବର୍ଷା। ଓଳିତଳ ପାଣିରେ ଭସାଇବାକୁ ମତେ ତୁ କାଗଜ ଡଙ୍ଗା ତିଆରି କରିବାକୁ କହିଲୁ। ପଚାରିଲି, କ'ଣ ଦବୁ ଡଙ୍ଗା କରିଦେଲେ? ମନେ ପଡ଼େ, ସେଦିନ କହିଥିଲୁ ମୁଁ ତମକୁ ବାହା ହେବି। ସେଇଦିନୁ ଏ ଧାରଣାଟା
ମୋ ମନରେ ଏକାବେଳକେ ଜଡ଼ି ରହିଛି। ଆଜି ୟାଙ୍କର ଏ କି କଥା? ଭାରି ଅଡ଼ୁଆ ଲାଗୁଥାଏ ମୋତେ। କ'ଣ କରିବି? କାଠ ପିତୁଳି ପରି ବସି ରହିଲି। ସେ କହିଗଲେ, ଆଜି ଯାଇ ସେଥିପାଇଁ ସେମିତି ଏକୁଟିଆ ଅଛି। କେତେ ଜାଗାରୁ ସମ୍ବନ୍ଧ ଫେରାଇ ଦେଲେଣି। କାହା ପାଇଁ ଏସବୁ ଜାଣୁ? କାହା ରୂପଗୁଣର ତୁଳନା ପୃଥିବୀ ଭିତରେ ଆଜି ଯାଏ ପାଇନାହିଁ ବୋଲି ସେଇଦିନୁ ଏମିତି ଏକୁଟିଆ ହୋଇ ଚାହିଁ ବସିଛି। ଜାଣୁ ରତି, ବାହାରେ ଝରଝର ହୋଇ ବର୍ଷା ଆରମ୍ଭ ହେଲା। ଦୁଆର ଲୁଗା ତୋଳି ଆଣେ ବୋଲି କହି ସେ ଘରୁ କୌଣସି ମତେ ପଳାଇ ଆସିଲି। ଏକାଥରକେ ମା ଯୋଉଠି ଶୋଇଥିଲେ। ଗୋଡ଼ ଶବ୍ଦ ଶୁଣି ମା ପଚାରିଲେ, କିଏ? ଆସ୍ତେ ଆସ୍ତେ ପାଖକୁ ଯାଇ ତାଙ୍କ ଗୋଡ଼ ଘଷି ବସିଲି। ଦାଣ୍ଡ ଘରକୁ ପୁଣି ଯିବାକୁ ମୋର ଆଉ ସାହସ ହେଲା ନାହିଁ। ସେଦିନ ରାତିରେ ଖାଇସାରି ଖଟ ଉପରେ ସ୍ୱାମୀଙ୍କ ପାଖରେ ଶୋଇ କହିଲି, ବୃନ୍ଦାବନ ଆଜି ଆସିଥିଲେ ଏଠିକି। ଭାରି ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ, କେତେବେଳେ? ମୁଁ କହିଲି, ଦ୍ୱିପ୍ରହରେ, ତମେ ନଥିଲା ବେଳେ। କଥା ଶୁଣି ତାଙ୍କ ମୁହଁଟା କେମିତି କଳା ପଡ଼ିଗଲା। କହିଲେ, ଭାରି ବେହିଆ ଏ ବୃନ୍ଦାବନଟା। ତୁ ତା ସାଙ୍ଗେ ସାବଧାନ ହୋଇ ଚଳୁଥିବୁ। ତହିଁ ଆର ଦିନଠୁ ସେ କାମକୁ ଯିବା ବେଳ ବଦଳାଇ ଦେଲେ। ଦ୍ୱିପ୍ରହରେ ଟିକେ ଶୋଇ ଛାଇ ନେଉଟି ଗଲା ପରେ ବାହାରନ୍ତି। ଆସୁ ଆସୁ ରାତି ସେମିତି ଅନେକ ହୋଇଯାଏ। ଭାବିଲି, ଆଉ ବୋଧହୁଏ ବୃନ୍ଦାବନ ମୋତେ ବିରକ୍ତ କରିବାକୁ ଆସିବେ ନାହିଁ। ବୃନ୍ଦାବନ କୁହୁକ ଜାଣନ୍ତି ନା କ'ଣ, ଉପରଓଳି ସ୍ୱାମୀ ଦିନେ ସେମିତି କାମକୁ ଚାଲି ଯାଇଛନ୍ତି, ସେ କୁଆଡ଼ୁ ଆସି ପୁଣି ପହଞ୍ଚିଗଲେ। ନ ଦେଖିଲା ପରି ମୁଁ ସେ ଘରୁ ବାହାରି ଯାଉଥିଲି। ସେ ଡାକିଲେ, ରତି। ବାଧ୍ୟ ହୋଇ ଫେରି ଚାହିଁଲି। ପଚାରିଲି, କାହିଁକି ଡାକୁଛ? ମୋର କାମ ଅଛି, ଯାଉଛି। ସେ କହିଲେ, କାମ ଅଛି ବୋଲି ପାନ ଖଣ୍ଡେ ମିଳିବ ନାହିଁ? ଭାରି ଚିଡ଼ି ମାଡ଼ୁଥାଏ। କ'ଣ କରିବି? ପାନ ଆଣିଦେଲି। ନଇଲେ ଏ ଯଦି ଚିଡ଼ି ଯାଆନ୍ତି, ସ୍ୱାମୀଙ୍କର ଚାକିରି ଖଣ୍ଡକେ ଯେ ଯିବ। ଘର ଭିତର ଜଳାକବାଟି ପାଖରେ ସେ ଠିଆ ହୋଇଥିଲେ। ପାନ ଥାଳିଆ ଛାଏଁ ମୋ ହାତଟା ଧରି ପକାଇ କହିଲେ, ମୋ କଥା ଶୁଣିବୁ ନାହିଁ ଥରେ? ବିରକ୍ତରେ ହାତଟା ଛଡ଼ାଇ ନେଇ ପଚାରିଲି, କି କଥା? ସେ କହିଲେ, ଶୁଣି ବିଶ୍ୱାସ ଯିବୁ ମୋ କଥାରେ? ମୁଁ ତ କେତେ ଆଶା କରି ଏଠିକି ଆସେ, ତୋ ମୁହଁରୁ ଖାଲି ପଦେ କଥା ଶୁଣିବାକୁ। ହାଡ଼ ଜଳିଗଲା କଥା ଶୁଣି। କ'ଣ କରିବି? ଚୁପ୍ ହୋଇ ଶୁଣିବାକୁ ହେଲା ସବୁ। ସେ କହିଲେ, ଏ 2 ବର୍ଷ ଏକ ପ୍ରକାର ନିଶ୍ଚିତ ହୋଇଥିଲେ ତତେ ନ ଦେଖି। ଏଣିକି ସତରେ କହୁଛି, ମୋତେ ଖାଇବା ପିଇବା ବିଷ ପରି ଲାଗିଲାଣି ତୋ କଥା ଭାବି ରତି। ସତେ ମୋଠୁ ଏମିତି ଦୂର ହୋଇ ରହିବୁ ସବୁଦିନ? ପାଖକୁ ଆସି ସେ ପୁଣି ମୋ ହାତ ଧରିଲେ। ଦିହ ଗୋଟାକ ଥରି ଉଠିଲା ମୋର ରାଗରେ। ଆଉ ସମ୍ଭାଳି ପାରିଲି ନାହିଁ। ଜୋରରେ ହାତଟା ତାଙ୍କର ଛିଞ୍ଚଡ଼ି ଦେଇ ଘରୁ ବାହାରିଗଲି। ଗଲାବେଳେ କହିଲି, ଭଦ୍ରଲୋକ ଯଦି ହେଇଥିବ ତମେ, ଆଉ ଦିନ ଏ ଘରର ମୁହଁ ମାଡ଼ିବ ନାହିଁ, କହିଦେଉଛି। ମୋ ପଛେ ପଛେ ସେ ବାହାରକୁ ଆସିଲେ। ଚାଲିଗଲା ବେଳେ ଖାଲି ଏତିକି ତାଙ୍କ ପାଟିରୁ ଶୁଭିଲା, ଆଚ୍ଛା ହଉ। ମୁଁ ଶୁଣି ନ ଶୁଣିଲା ପରି ଚାଲି ଆସିଲି। ସବୁଦିନ ପରି ସେଦିନ ବି ମୋ ସ୍ୱାମୀ ଅନେକ ରାତିରେ ଘରକୁ ଫେରିଲେ। ଖାଇ ବସି ପଚାରିଲେ, ଆଜି ବୃନ୍ଦାବନ ଆସିଥିଲା? କହିଲି, ହଁ। ଆଜିକା କଥା ତାଙ୍କ ଆଗେ କହିବାକୁ ଭାରି ମନ ହେଉଥାଏ, କିନ୍ତୁ କହିବି କହିବି ବୋଲି କିଛି କହିପାରିଲି ନାହିଁ ଲାଜରେ। ଆଉ କିଛି ନ ପଚାରି ଖାଇସାରି ସେ ଉଠିଗଲେ। ହାତ ଧୋଇ ଚୁପ୍ ହୋଇଯାଇ ଖଟ ଉପରେ ଶୋଇପଡ଼ିଲେ। ମୋର ବି ଆଉ ସାହସ ହେଲା ନାହିଁ ତାଙ୍କୁ ବିରକ୍ତ କରିବାକୁ ସେଦିନ। 2 ଦିନ ପରେ ଶୁଣିଲି ସେ ଜମିଦାର ଘର ଚାକିରି ଛାଡ଼ି ଦେଇଛନ୍ତି। ଏଇ ଯାଇ କହି ଆଲୁଅ ପୁଣି ଥରେ ତୁନି ହେଲା। ତେଜ ତାର ଖୁବ୍ ମିଞ୍ଜି ମିଞ୍ଜି ହୋଇ ଆସିଲା। ସତେ ଏଇକ୍ଷିଣା ଲିଭିଯିବ। ଗଛ ଉପରୁ ବାଦିରୀଟା ବ୍ୟସ୍ତ ହୋଇ ଡାକିଲା, ମଲା ମଲା, କଥାଟା ଏମିତି ଅଧା ରଖି ଚାଲିଯିବ କି? ସେଇଠୁ କ'ଣ ହେଲା କୁହ? ଖୁବ୍ ଧୀରେ ଖୁବ୍ ତୁନି ତୁନି ଆଲୁଅ ସେଇଠୁ ଆରମ୍ଭ କଲା। ମୋ କଥା ଆଉ ବେଶୀ ନାହିଁ। ଏଣିକି ଯେଉଁ କଥା କହିବି ବଡ଼ କରୁଣ, ବଡ଼ ବୁକ ଫୁଟା ସେ କାହାଣୀ। ଏ ଅପିଣ୍ଡ ପ୍ରାଣରେ ବି ଆଜି ଯାଏ ସେ କଥାଗୁଡ଼ିକ ନିଆଁ ପରି ଜଳୁଛି ଦିନ ରାତି। ତାପରେ ତ ସେ ଚାକିରି ଛାଡ଼ିଦେଲେ। ମନେ ମନେ ଖୁବ୍ ଖୁସି ହୋଇ ଭାବିଲି, ଯା ହଉ, ଏଥର ବୃନ୍ଦାବନଙ୍କ ହାତରୁ ରକ୍ଷା ପାଇଲି ମୁଁ। କିନ୍ତୁ ଯାହା ପାଇଁ ଏତେ ଆନନ୍ଦ, ସେ ସ୍ୱାମୀ କାହିଁକି ଆଗ ପରି ମୋ ସାଙ୍ଗେ ଆଉ ସହଜରେ ମିଶିପାରିଲେ ନାହିଁ। ସେଇଦିନ ରାତିଠୁ କେମିତି ମୋତେ ସବୁଦିନ ଭଲ କରି କଥା କହନ୍ତି ନାହିଁ, ଖାଲି କରଛଡ଼ା ଦେଇ ବୁଲନ୍ତି। ଦରକାର ପଡ଼ିଲେ ଯାହା 2ଟା ଗୋଟେ କଥା କହନ୍ତି, ସେତକ ବି ମୁହଁ ଶୁଖେଇ। ଭାବିଲି, ମୋର ସୁଖର ଦିନ ଏଣିକି ସରି ଆସିଲା। କାହିଁକି ସେ ମୋ ଉପରେ ଚିଡ଼ୁଛନ୍ତି? ଦିନେ ଦିନେ ପଚାରିବାକୁ ଭାରି ମନ ହୁଏ, କିନ୍ତୁ ମୁହଁକୁ ଚାହିଁ ତାଙ୍କର ସାହସ ହୁଏ ନାହିଁ ପଚାରିବାକୁ ସେ କଥା। କାଳେ ବେଶୀ ଚିଡ଼ିବେ। ରାତିରେ ସେ ଶୋଇପଡ଼ିଲା ପରେ ତୁନି ତୁନି ଅନେକ ବେଳ ଯାଏ କାନ୍ଦେ। ବେଳେବେଳେ ଭାବେ, ଏ ନିଉଛଣା ଜୀବନଟାରେ ଆଉ କ'ଣ ଦରକାର? ପୋଖରୀର ଅଥଳ ପାଣିରେ ଗୋଡ଼ ଖସାଇବାକୁ ଭାରି ମନ ହୁଏ। ଏଇ କଥା ଭାବି ନିଛାଟିଆ 2 କେତେଥର ପୋଖରୀ ଯାଏ ମଧ୍ୟ ଯାଏ। କିନ୍ତୁ ଯାହା ଲାଗି ମୁଁ ଏ ଘରକୁ ଆସିଛି, ସେ ଯେ ମୋ ପେଟରେ। ମରିବାର ମୋର କ'ଣ ଅଛି ଏଇକ୍ଷିଣା? ଆସ୍ତେ ଆସ୍ତେ ଘରକୁ ଲେଉଟି ଆସେ।
ଆଜି କିନ୍ତୁ ମନେ ହେଉଛି ସେତେବେଳେ ଯଦି ମୁଁ ମରିଥାନ୍ତି ତାହେଲେ କାମ ଛିଡ଼ି ଯାଇଥାନ୍ତା ଏକାଥରକେ। ଆହୁରି ହୀନସ୍ତା, ଆହୁରି ଦେହଗଞ୍ଜ ୟାଠୁ ବଳି। ଯାହା ମୋ କପାଳରେ ଥିଲା ତାକୁ ଭୋଗ କରନ୍ତା କିଏ? ଆଉ ଦିନେ ସେଦିନ ବି ଏମିତି ଝଡ଼, ଏମିତି ବର୍ଷା, ସାରା ସୃଷ୍ଟି ଉଜାଡ଼ି ଦେବାକୁ ସେଦିନ ଯେମିତି କଳା ବଉଦ ମେଳରେ ପ୍ରଳୟର ଧାରା ଫିଟିଥାଏ। ପାଣି ପବନ ଜୋରରେ ଗଛପତ୍ରଗୁଡ଼ାକ ଠକ୍ ଠକ୍ ହୋଇ କମ୍ପୁଥାନ୍ତି। ସକାଳୁ ମୋ ସ୍ୱାମୀ କ'ଣ ଗୋଟେ ଅଳ୍ପ କଥାରେ ମୋ ଉପରେ ଭାରି ରାଗି କୁଆଡ଼େ ଚାଲି ଯାଇଥିଲେ। ସଞ୍ଜ ଆସି ହୋଇଗଲା। ଘର ବାହାର ଚାହିଁ ଚାହିଁ ଆଖିରୁ ମୋର ପାଣି ମଲା। ସେ ଫେରିଲେ ନାହିଁ। ମୋ ମନ ଭାରି ଉଚାଟ ହୋଇଗଲା। କାହିଁକି ମିଛରେ ତାଙ୍କ କଥାରେ ଜବାବ ଦେଇ ମଲି? ଏତେବେଳ ଯାଏ ଗଲେ କୁଆଡ଼େ? କ'ଣ କଲେ? ଦାଣ୍ଡପିଣ୍ଡାରେ କାହା ପାଟି ଶୁଭିଲା। ସେ ଆସିଲେ କି ଆଉ ଦୌଡ଼ିଗଲି ଦାଣ୍ଡପିଣ୍ଡାକୁ। କିନ୍ତୁ ସେ କାହାନ୍ତି? ଏ ତ ବୃନ୍ଦାବନ। ମୋତେ ଦେଖି ବୃନ୍ଦାବନ ଭାରି ବ୍ୟସ୍ତ ହୋଇ କହିଲେ, ରତି, ଆଲୁଅଟା ନେଇ ଆସିବଟି ବାରିଆଡ଼କୁ। ଦାସ ଭାଇଙ୍କି ବାଟରେ କ'ଣ ଗୋଟାଏ କାମୁଡ଼ି ଦେଲା। ଜଲ୍ଦି ଆ। ଦଣ୍ଡକେ ଆଖି ଆଗରେ ମୋତେ ସବୁ ଅନ୍ଧାର ଦିଶିଗଲା। ଭାବିବାର ସେତେବେଳେ ମୋର ଆଉ ବେଳ ନଥିଲା। ଘର ଭିତରୁ ଆଲୁଅଟା ନେଇ ମୁଁ ପଦାକୁ ବାହାରି ପଡ଼ିଲି। ମୋ ଆଗେ ଆଗେ ବୃନ୍ଦାବନ। କ'ଣ କାମୁଡ଼ିଲା? କେମିତି କାମୁଡ଼ିଲା? ସାପ ହେରିକା ନୁହେଁ ତ? ଏଇ ଚିନ୍ତା ମୋ ମୁଣ୍ଡରେ ପଶି ବୁଦ୍ଧି ଜ୍ଞାନ ସବୁ ମୋର କୁଆଡ଼େ ହଜାଇ ଦେଲା। ଉତ୍କଣ୍ଠାରେ କେତେ ବାଟ ଚାଲି ଆସିଲି ଜଣାଗଲା ନାହିଁ। ହଠାତ୍ ମନ ହେଲା, ମୁଁ କୁଆଡ଼େ ଆସୁଛି? ଏଇ ଯେ ଗାଁ ଦାଣ୍ଡ, ଆମ ବାଡ଼ି ତ ରହିଗଲାଣି କେତେ ପଛରେ। ଆଉ ଆଗକୁ ଗଲି ନାହିଁ। ସେଇଠି ଠିଆ ହୋଇ ଡାକିଲି, ବୃନ୍ଦାବନ ଭାଇ। କାହାନ୍ତି କିଏ? ଏ ବଣ ବାଟ ଭିତରେ ମୁଁ ଏକା। ଡରରେ ଛାତି ଭିତର ରକ୍ତ ମୋର ପାଣି ହୋଇଗଲା। ମେଘ ଛାଡ଼ି ଯାଇଥିଲା ସେତେବେଳକୁ। ଖୁବ୍ ହେମତ କରି ଆଖି ବୁଜି ଘର ଆଡ଼କୁ ପଳେଇ ଆସିଲି ଏକ ଦୌଡ଼ରେ। କବାଟ ପାଖେ ଆସି ଥକା ହୋଇ ଠିଆ ହୋଇଗଲି। ଘର ଭିତରେ ଆଲୁଅ ଜଳୁଛି। ମୋ ସ୍ୱାମୀ ଘର ମଝିରେ ଠିଆ ହୋଇଛନ୍ତି କବାଟ ଆଡ଼କୁ ଚାହିଁ। ସାପ ଫାପ କାମୁଡ଼ିବା କଥା ତାହେଲେ ସବୁ ମିଛ। ଏତକ ବୃନ୍ଦାବନର ଫିକର। ମୋତେ ଦେଖି ସେ ପାଖକୁ ଆସିଲେ। ରାଗରେ ଦାନ୍ତ କାମୁଡ଼ି ପଚାରିଲେ, କୁଆଡ଼େ ଯାଇଥିଲୁ? ସତ କହ। ମୋ ମୁଣ୍ଡ ସେତେବେଳକୁ ବୁଲାଉଥାଏ। କିଛି କହିପାରିଲି ନାହିଁ। ସେ ଗର୍ଜନ କରି କହିଲେ, ମୁଁ ସବୁ ଜାଣେ। ଦରକାର ନାହିଁ ଶୁଣିବା। ଚାଲିଯା ମୋ ଆଗରୁ। ହଠାତ୍ ସେ ମୋତେ ଖୁବ୍ ଜୋରରେ ପେଲିଦେଲେ। ଟାଳ ସମ୍ଭାଳି ନ ପାରି ମୁଁ ମୁହଁ ମାଡ଼ି ପଡ଼ିଗଲି। ଦୁଆର ବନ୍ଧରେ ପେଟଟା ଖୁବ୍ ଜୋରରେ ବାଡ଼େଇ ହୋଇଗଲା ପଡ଼ିଲା ବେଳେ। ଛାତି ଚିରି ହୋଇ ପାଣିଧାର ପରି ପାଟିପଟେ ରକ୍ତ ବୋହିଗଲା। ଏତିକି ମୋର ମନେ ଅଛି। ତାପରେ ଆଉ କ'ଣ ହେଲା ଜାଣେନା। ସାଙ୍ଗେ ସାଙ୍ଗେ ମୋର ଚେତା ହଜିଗଲା। ସେମିତି ଅଚେତ ଅବସ୍ଥାରେ ପେଟରୁ କୁଆଡ଼େ ମୋର ମଲା ପିଲାଟିଏ ଜନ୍ମ ହେଲା। ତା ସଙ୍ଗେ ସଙ୍ଗେ ସନ୍ନିପାତ। ଏତେ କଷ୍ଟରେ ବଞ୍ଚିବା ଯାହା ଟିକେ ଥିଲା ତା ବି ଗଲା। ତହିଁ ଆର ଦିନ ବୃନ୍ଦାବନ ଆଉ ସମ୍ଭାଳି ନ ପାରି ସବୁ କଥା ମୋ ସ୍ୱାମୀଙ୍କ ପାଖେ ମାନିଗଲା। ସ୍ୱାମୀ ପାଗଳ ପରି ଦୌଡ଼ି ଆସି ମୋ ହାତ ଧରି ଭୋ ଭୋ କରି କାନ୍ଦି ପକାଇଲେ। କହିଲେ, ରତି, ଏଇଥରକ ମୋତେ କ୍ଷମା କରିଦେ। ମୁଁ ମଣିଷ ନୁହେଁ, ମୁଁ ପଶୁ। ତାଙ୍କ ବିକଳ ଦେଖି ଏତେ କଷ୍ଟରେ ପୁଣି ବଞ୍ଚିବାକୁ ମୋର ମନ ହେଲା। କିନ୍ତୁ କ'ଣ ହବ? ଦିନ ତ ମୋର ସରି ଆସିଥିଲା। ଆଉ ଦଣ୍ଡକ ପରେ ମୋର ସବୁ ଶେଷ ହୋଇଗଲା। ପିଲାଙ୍କ ପରି ମୋତେ ଦି ହାତରେ କୁଣ୍ଡେଇ ଧରି ସେ କହିଲେ, ରତି, ଆ ଫେରିଆ। ଆଉ ତୋ ଉପରେ ରାଗିବି ନାହିଁ, ଫେରିଆ। ସେଇଦିନୁ ସେ ପାଗଳ ହୋଇ କୁଆଡ଼େ ଚାଲିଗଲେ। ତାପରେ ମୋତେ ସମସ୍ତେ ଏଇ ବିଲ ଆରପଟେ ମଶାଣିକି ଆଣିଲେ। ମୋର ସେ ମଲା ପିଲାଟିକେ ଆଗରୁ ଆଣି ଏଇ ମଶାଣିରେ ଆଉ କୋଉଠି ପୋତିଥିଲେ। ଜୁଇନିଆ ସର୍ବଗ୍ରାସୀ ବାହୁବେଢ଼ାରେ ଘଡ଼ିକେ ଏ ଦେହ ଜଳିପୋଡ଼ି ପାଉଁଶ ହୋଇଗଲା। ବାକି ରହିଗଲା ଖାଲି ଗୋଟେ ଆଲୁଅ, ଏମିତି ମୋର ଦେହ ପରି, ଖୁବ୍ ବଡ଼, ଖୁବ୍ ତେଜ। ଆଲୁଅ ତୁନି ହେଲା। ଗଛ ଉପରୁ ବାଦୁଡ଼ିଟା ପାଟି କରି ପଚାରିଲା, ସେଇଥିପାଇଁ ଅନ୍ଧାର ହେଲେ ବିଲ ପଡ଼ିଆରେ ଆଲୁଅ ପକାଇ ତମରି ପିଲାଟିକି ଖୋଜି ବୁଲ କି ସବୁଦିନେ? ତୋଟା ଆଡ଼େ ଗଛପତ୍ର ଝୁମକାଇ ବତାସ ପବନ ବାହୁନିଗଲା। ଆପଣମାନେ ଶୁଣୁଥିଲେ ଉପେନ୍ଦ୍ର କିଶୋର ଦାସଙ୍କ ଲିଖିତ ଗୋଟେ କାହାଣୀ, ଡାହାଣୀ ଆଲୁଅ।